जय जगन्नाथ। आपण मानक स्वागत एक नुआ ब्लॉग रे। आज ब्लॉग हूँ आम स्कूल रे विज्ञान मेला अनुष्ठित होची। चलते आम तार किछिटा व्यू देखु आपण मानक। चलो तो आज ब्लॉग रे आगु को बढ़िया पूर्व आम फास्ट टिके बड़ गुरुआ पाखु जीवा विज्ञान मेला ऊपर टिके संक्षेप रे सुनिबा। तो बड़ गुरुआ टे कोन आज विज्ञान मेला जय जगन्नाथ प्रणाम। आमर ए गणपति शिशु विद्या मंदिर कटक सदर कंदरपुर पंचायत बंबुरी ग्राम अवस्थित। विद्यालय अध्यक्ष उमाकांत भूया महोदय। मुझे विद्यालय रे आरंभ आज पर्यंत प्रधान आचार्य पदवी रही आसी। आज आमर द्वादशतम विज्ञान मेला हबार कारण है कुनि कुनि पिला माने सेमाने हेले कलिका सेमाने प्रस्फुटित हेबा आगुरु आम दुनिया विषय जानिबा दरकार। बाहर ज्ञान को साधारणतः भाव में बहिर्ज्ञान विज्ञान पुस्तकर ज्ञान को बाहर पंचभूत मिसाई आमे जो विज्ञान तथ्य पिला मानकु पढ़ाई थाउ एवं शिखाई थाउ ताकू प्रकृत सारणी रे उदाहरण सहित पिला माने केते लब्ध ज्ञान परीक्षा कले तार गोटे परीक्षा हुए करुचे पिला माने मध्य आम भविष्यत आमे से मानकु एही ज्ञान देले आम भविष्यत अति उच्च कोटिर हबो। विज्ञान रो मान्यता रहिबो। विज्ञान सारा पृथ्वी रे जेपरी भारत गोटे श्रेष्ठ भविष्यत रे जाने जाने वैज्ञानिक हबार आशा आकांक्षा रखिबु। एही भारत को श्रेष्ठ मान्यता आनिबे बोली कि ए आशा मध्य एही छोट छोट वृत कलिका मानक ऊपर हमर आशा तथा भरोसा अछि। जय जगन्नाथ। आम विद्यालय गणपति शिशु विद्या मंदिर समस्त को प्रणाम। आज गणपति शिशु विद्या मंदिर द्वादश विज्ञान मेला अनुष्ठित होगा जाऊँगी। ये अवसर में समस्त पिला गुरुमा अभिभावक एवं दर्शक मानक प्रथम अनुष्ठान तरफ अभिनंदन जनाऊँ।
ତୃଣ ତୃଣ হ্যাঁ পূর্ণ এটা ଗୁଳ୍ମ এটা ବୃକ୍ଷ ভেরি গুড ଶାସକରେ କ'ଣ ହଉ କ'ଣ ଛାଡ଼ୁ ଗଣପତି ଶିଶୁ ବିଦ୍ୟା ମନ୍ଦିରର ଦ୍ୱାଦଶ ବିଜ୍ଞାନ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଆମେ ନିମନ୍ତ୍ରିତ କରିଛୁ ଆମ ଅଞ୍ଚଳ ତଥା ହଂସନାଥ ହାଇସ୍କୁଲର ଶିକ୍ଷକ ଶ୍ରୀ ରବିନାରାୟଣ ଦାସ। ତାଙ୍କୁ ଅନୁରୋଧ କରୁଛି ସେ କିଛି ସଂକ୍ଷେପରେ ବକ୍ତବ୍ୟ ପ୍ରଦାନ କରିବେ। ସର୍ବପ୍ରଥମେ ମୁଁ ଆମ ଏ ଅଞ୍ଚଳ ରାଜ୍ୟ ଦେବତା ଓ ହଂସନାଥଙ୍କର ଚରଣାବିନ୍ଦରେ ବିନମ୍ର ନିବେଦନ କରୁଛି ଯେ ଯେଉଁ ଗଣପତି ଶିଶୁ ବିଦ୍ୟା ମନ୍ଦିର ତାର ଯେଉଁ ଦ୍ୱାଦଶତମ ଶିଶୁ ବିଜ୍ଞାନ ମେଳା ଆୟୋଜନ କରିଛି, ସେଥିପାଇଁ ଏହି ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଉଛି ଏବଂ ଏ ଯେଉଁ ପରିବେଶରେ ଏ କାର୍ଯ୍ୟକ୍ରମଟି କରାଯାଉଛି ଏହା ଅତି ଉଚ୍ଚକୋଟୀର। ପ୍ରତିବର୍ଷ ଏହି ବିଦ୍ୟାଳୟରୁ ପିଲାମାନେ ମଧ୍ୟ ବିଭିନ୍ନ ସ୍ତରରେ ବ୍ଲକ ସ୍ତର ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ସବୁଥିରେ ଅଂଶଗ୍ରହଣ କରି ପୁରସ୍କୃତ ମଧ୍ୟ ହୋଇଛନ୍ତି। ତେଣୁ ଆଜି ସେହିପରି ଏକ କାର୍ଯ୍ୟକ୍ରମ ଚାଲିଛି। ଏଥିପାଇଁ ମୁଁ ଏ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ, ବିଦ୍ୟାଳୟର ପ୍ରିନ୍ସିପାଲ ମହୋଦୟ, ବିଦ୍ୟାଳୟର ସମସ୍ତ ବରେଣ୍ୟ ଶିକ୍ଷକ ଶିକ୍ଷକମଣ୍ଡଳଙ୍କୁ ଧନ୍ୟବାଦ। ଦ୍ୱିତୀୟ ବିଚାରକ ଭାବେ ପାଇଛୁ ଶ୍ରୀ ଅଭୟ କୁମାର ମହାପାତ୍ର, LICର ଅଭିବକ୍ତା। ସେ ଆମର ବିଦ୍ୟାଳୟର ପୃଷ୍ଠପୋଷକତା ପ୍ରାୟ ସବୁବେଳେ ତାଙ୍କର ଆମ ବିଦ୍ୟାଳୟ ପ୍ରତି ତାଙ୍କର ସ୍ନେହ ମମତା ରହିଛି। ଯେଉଁ ପ୍ରତି କ୍ଷେତ୍ରରେ ସେ ଆମକୁ ସାହାଯ୍ୟ କରୁଛନ୍ତି। ସେ ଆଜି ଆମର ବିଚାରକ ଭାବେ ପାଇଛୁ, ତାଙ୍କୁ ଅନୁରୋଧ କରୁଛୁ ସେ କିଛି ସମୟକାଳୀ ଭାଷଣ। ଆଜି ଗଣପତି ଶିଶୁ ବିଦ୍ୟା ମନ୍ଦିର ଦ୍ୱାଦଶ ବିଜ୍ଞାନ ମେଳା, ଏହି ବିଜ୍ଞାନ ମେଳା ପ୍ରାୟ ଦ୍ୱାଦଶ ବର୍ଷରେ ପରିଣତ ହୋଇଛି। ପ୍ରତିବର୍ଷ ମୁଁ ଏ ବିଜ୍ଞାନ ମେଳାକୁ ଆସେ। ପ୍ରଥମେ କୃତଜ୍ଞତା ଜଣାଇବି ଆମର ଏ ବିଦ୍ୟାଳୟର ପ୍ରତିଷ୍ଠାତା ଉମାକାନ୍ତ ଭୂୟାଁ ଏବଂ ଆମର ସମସ୍ତ ଗୁରୁଜୀ ଏବଂ ଗୁରୁମାମାନଙ୍କୁ, କାରଣ ସେମାନେ ଏଇ ଯେଉଁ ପିଲାମାନଙ୍କର ବିଜ୍ଞାନ ମେଳା ଅନୁଷ୍ଠିତ କରୁଛନ୍ତି, ପିଲାମାନଙ୍କର ଜୀବନରେ ନିଶ୍ଚିତ ଭାବରେ ବିଜ୍ଞାନ ଦିଗରେ ଉନ୍ନତି ହେବା ସାଙ୍ଗେ ସାଙ୍ଗେ ତାଙ୍କର ଜ୍ଞାନର ଅଭିବୃଦ୍ଧି ମଧ୍ୟ ହେବ। ପ୍ରତିବର୍ଷ ମୁଁ ଏତେ ଖୁସି ହୁଏ ଯେ ଅନ୍ୟ କୌଣସି ଜାଗା ଅପେକ୍ଷା ଏଠି ମୋତେ ଭଲ ଲାଗେ ଏଇଥିପାଇଁ କି ଯେ ବିଜ୍ଞାନ ମେଳାରେ ପିଲାମାନେ ଯେଉଁ ବିଜ୍ଞାନର ଯେଉଁ ପାରଦର୍ଶିତା ପ୍ରତିପାଦନ କରନ୍ତି, ସେ ଅତ୍ୟନ୍ତ ପିଲାମାନଙ୍କର ଜ୍ଞାନର ଅଭିବୃଦ୍ଧି ହେବ। ସେଥିପାଇଁ ଏହି ଗଣପତି ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ଏବଂ ପ୍ରତିଷ୍ଠାତା ସମସ୍ତଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଆମେ ବିଚାରକ ଭାବେ ପାଇଛୁ ଆମ ଅଞ୍ଚଳ କନ୍ଦରପୁର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାସ। ତାଙ୍କୁ ଅନୁରୋଧ କରୁଛି ସେ ସଂକ୍ଷେପରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିବେ। ଗଣପତି ଶିଶୁ ବିଦ୍ୟା ମନ୍ଦିରର ଦ୍ୱାଦଶତମ ବିଜ୍ଞାନ ମେଳାର ଅନୁଷ୍ଠିତ। ତେବେ ପ୍ରଥମେ ମୁଁ କୃତଜ୍ଞତା ଜ୍ଞାପନ କରିବି ମୋର ବନ୍ଧୁ ତଥା ଏ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଉମାକାନ୍ତ ଭୂୟାଁଙ୍କୁ, ଯିଏକି ତାଙ୍କର ଅକ୍ଳାନ୍ତ ପରିଶ୍ରମ ଏବଂ ଦୂରଦୃଷ୍ଟିକୁ ଆଖି ଆଗରେ ରଖି ଏ ଅଞ୍ଚଳର ପିଲାମାନଙ୍କର କେମିତି ଉନ୍ନତି ହେବ ସେ ବିଷୟକୁ ଚିନ୍ତା କରି ସେ ଆଧାରକୁ ଆଣି ନିଜ ଭିତରେ ବହୁ ପରିଶ୍ରମ କରି ଏ ଅନୁଷ୍ଠାନଟି ଖୋଲିଛନ୍ତି। ମୁଁ ପ୍ରାୟ ଏ ଅନୁଷ୍ଠାନର ଏହି ବାର୍ଷିକ ଉତ୍ସବ ଏ ବିଜ୍ଞାନ ମେଳାରେ ମଧ୍ୟ ଯୋଗ ଦେଇଛି। ତଥାପି ଯେତେ ଅସୁବିଧା ହେଲେ ମଧ୍ୟ ତାଙ୍କର ଉଦ୍ଦେଶ୍ୟ କେମିତି ଏ ଅଞ୍ଚଳର ପିଲାମାନେ ବିଶେଷ କରି ବିଜ୍ଞାନରେ ଏବଂ ଶିକ୍ଷାରେ ଉନ୍ନତି କରିବେ ସେ ଚିନ୍ତାଧାରାକୁ ଆଖି ଆଗରେ ରଖି ଏ ଅନୁଷ୍ଠାନ ଖୋଲିଛନ୍ତି। ତେଣୁ ଆଜି ହେଉଛି ଦ୍ୱାଦଶ ତାଙ୍କର ବାର୍ଷିକ ଉତ୍ସବ, ବିଜ୍ଞାନ ମେଳାର ଦ୍ୱାଦଶ ବାର୍ଷିକ ଉତ୍ସବ। ତେଣୁ ଏ ଉତ୍ସବରେ ଆମର ଅନୁଷ୍ଠାନର ଯେ ମୁଖ୍ୟ, ତା ଛଡ଼ା ଅନୁଷ୍ଠାନର ଯେଉଁମାନେ କର୍ମକର୍ତ୍ତା ଅଛନ୍ତି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି, ସେମାନେ ପିଲାମାନଙ୍କୁ ଏକତ୍ରିତ କରି କେମିତି ପିଲାମାନେ ଏହି ବିଜ୍ଞାନ ଉପରେ ବିଶେଷ ଉନ୍ନତି କରିବେ। କାହିଁକିନା ଆଜିକାଲି ଯୁଗରେ ବିଜ୍ଞାନ ଛଡ଼ା କିଛି ନାହିଁ। ବସିଲେ ବିଜ୍ଞାନ, ଉଠିଲେ ବିଜ୍ଞାନ, ଚାଲିଲେ ବିଜ୍ଞାନ, ଶୋଇଲେ ବିଜ୍ଞାନ, ସବୁଠି ବିଜ୍ଞାନ। ତେଣୁ ସେ ଦୃଷ୍ଟିକୋଣରୁ ବିଚାରକୁ ରଖି ସେମାନେ ପିଲାମାନଙ୍କର କେମିତି ବିଜ୍ଞାନ ଉପରେ ବିଶେଷ ଉନ୍ନତି ହେବ ସତ ଚେଷ୍ଟା କରିଛନ୍ତି ଏବଂ ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେବା ସାଙ୍ଗେ ସାଙ୍ଗେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯେଉଁମାନେ ଏଠି ଅଛନ୍ତି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଏବଂ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି। ଧନ୍ୟବାଦ। ଗଣପତି ଶିଶୁ ବିଦ୍ୟା ମନ୍ଦିରର ଦ୍ୱାଦଶତମ ବିଜ୍ଞାନ ମେଳା ଅନୁଷ୍ଠିତ ହେଉଛି। ଏହି ଉପଲକ୍ଷେ ମୁଁ ବିଦ୍ୟାଳୟର ପ୍ରଧାନ ଗୁରୁଜୀଙ୍କ ସହିତ ସମସ୍ତ ଗୁରୁଜୀ ଓ ଗୁରୁମାଙ୍କୁ ସ୍ୱାଗତ ଜଣାଉଛି। ଏହି ବିଜ୍ଞାନ ମେଳାରେ ପିଲାମାନେ ତ ବାସ୍ତବ ଜ୍ଞାନ ଅର୍ଜନ କରିବେ, ଏହା ନିଶ୍ଚିତ, କିନ୍ତୁ ଏହି ମେଳାଟି କେମିତି ସୁଚାରୁ ରୂପେ ସମ୍ପାଦନ ହେବ ସମସ୍ତ ଗୁରୁଜୀ ଗୁରୁମାଙ୍କୁ ମୁଁ ମୋର ଅନୁରୋଧ କରୁଛି ସେ ଦାୟିତ୍ୱ ନେଇ
ତାକୁ ସମ୍ପାଦନ କରନ୍ତୁ। ଏବେ ଜାଣିବା ସୁକା ଗୁରୁଜୀଙ୍କ ଠାରୁ ବିଜ୍ଞାନ ମେଳା ଉପରେ। ବର୍ତ୍ତମାନ ବର୍ତ୍ତମାନ ବିଜ୍ଞାନର ଯୁଗ, ମାନେ ବିଜ୍ଞାନ ବିନା ଆମେ ବଞ୍ଚିବା ଅସମ୍ଭବ। ମାନେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ବିଜ୍ଞାନ ଦରକାର। ତେଣୁକରି ବିଜ୍ଞାନ ନିହାତି ପଢ଼ିବା ଦରକାର ପିଲାଙ୍କର। ଯେଉଁ ବର୍ତ୍ତମାନ ଯାଇ ଲୋକ ପହଞ୍ଚିଲେଣି ଚନ୍ଦ୍ରମଣ୍ଡଳରେ, ତେଣୁକରି ବିଜ୍ଞାନ ବଳରେ ସେମାନେ ଯାଇ ଚନ୍ଦ୍ରମଣ୍ଡଳରେ ପହଞ୍ଚୁଛନ୍ତି। ଗଣପତି ଶିଶୁ ବିଦ୍ୟା ମନ୍ଦିର ବମ୍ବୁରରେ ଶିକ୍ଷକ ରୂପେ କାର୍ଯ୍ୟ କରେ ଏବଂ ଆମର ଆଜି ଜ୍ଞାନ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଆୟୋଜିତ ହେଉଛି ଏବଂ ପିଲାମାନେ ମୋତେ ଭାରି ଖୁସି ଲାଗୁଛି, ପିଲାମାନେ ଏବେ ଛୋଟ ଛୋଟ ପ୍ରୋଜେକ୍ଟ ମାଧ୍ୟମରେ ବିଜ୍ଞାନର ଉପଯୋଗ ବିଷୟରେ ସେ ବୁଝାଉଛନ୍ତି ଏବଂ ଭବିଷ୍ୟତରେ ବଡ଼ ବୈଜ୍ଞାନିକ ବାହାରିବେ ବୋଲି ମୋର ଆଶା ଏବଂ ବିଶ୍ୱାସ।